ପଲ୍ଲବୀ ଆଉ ଆଦର୍ଶ ଅଫିସ ଯାଉଥିବେ ଆଉ ମାୟା କହିବେ, ତୁ ଏ ପଲ୍ଲବୀ ପଛରେ ପଡ଼ି ପାଗଳ ହେଇଗଲୁଣି ଆଦର୍ଶ। ୟା ପାଇଁ ତୁ ମୋତେ ଇଗ୍ନୋର କରି ଚାଲି ଯାଉଛୁ। ତୁ କ'ଣ ଭୁଲି ଯାଉଛୁ ମୁଁ ମୋ ନିଜ ଖୁସି ଭୁଲି ତୋ ପାଇଁ କ'ଣ କ'ଣ ସବୁ କରିଛି। ତୋର ଜନ୍ମଦିନରେ ସକାଳୁ ଉଠି ତୋ ମୁହଁ ନ ଦେଖିବା ଯାଏ ମୁଁ ମୋ ଦିନ ଆରମ୍ଭ କରେନି। ମୋ ଭିତରେ ଥିବା ସବୁ ସ୍ନେହ, ମମତା, ଭଲ ପାଇବା ମୁଁ ସବୁ କିଛି ତୋ ଉପରେ ଢାଲି ଦେଇଛି। ତାପରେ ବି ଆଜି ତୋ ଆଖିକି ତୋ ସ୍ତ୍ରୀ ଦେଖାଯାଉଛି, ତୋ ମା ନୁହେଁ। ପୁଣି ରାଗିକି କହିବେ, ଭଲ ହେଇଛି ମୁଁ ମା ହେଇନି, ଭଲ ହେଇଛି ଭଗବାନ ମୋ କୁଲ ଖାଲି ରଖିଛନ୍ତି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ଆନନ୍ଦ କହିବେ, ମାୟା ତମେ ସତରେ ପାଗେଲି ହେଇଗଲଣି। ଏଥିପାଇଁ ତମେ କ'ଣ କହୁଛ ନିଜେ ବି ବୁଝିପାରୁନ। ମୁଁ ତମକୁ କାଲି କହିଥିଲି ନା ମାୟା, ଅନ୍ୟ କଥାରେ ପଡ଼ି କିଛି କହିବା ଆଗରୁ ଆଗ ତମ ବୁଦ୍ଧି ଖଟାଅ। ତାପରେ ମାୟା କହିବେ, ମୁଁ ମୋ ନିଜ ବୁଦ୍ଧିରେ କହୁଛି ଆନନ୍ଦ, ଆଉ ଯାହା କହୁଛି ବହୁତ ଭାବିଚିନ୍ତି କହୁଛି, ଆଉ ଠିକ୍ କହୁଛି। ଭଲ ହେଇଛି ଭଗବାନ ମୋ କୁଲ ଖାଲି ରଖିଛନ୍ତି। କାରଣ ମୋ ନିଜ ପୁଅ ମୋତେ ଏମିତି କରିଥାନ୍ତା ତାହେଲେ ଇନଫ୍ୟାକ୍ଟ ସିଏ ମୋ କଥାକୁ କେବେ ବି ଅମାନ୍ୟ କରିନଥାନ୍ତା। କିନ୍ତୁ ତୁ ମୋ କଥା କାହିଁକି ମାନିବୁ ଆଦର୍ଶ? ତୁ ତ ମୋ ନିଜ ରକ୍ତର ନୁହେଁ ନା। ତାପରେ ରୁବି ମନେ ମନେ ଖୁସି ହେଇକି କହିବେ, ଠିକ୍ ସମୟରେ ଠିକ୍ ତୀର ମାରିଛି ମାୟା। ଯାହା ଶିଖେଇଥିଲି ଗୋଟି ଗୋଟି କରି ସବୁ ମନେ ରଖିଛି। ତାପରେ ମମତା କହିବେ, ଦିଦି ତମେ ଶେଷରେ ଏଇ କଥା କହିଲ। ତାପରେ ମାୟା କହିବେ, ମୁଁ ଯାହା କହିଛି ଠିକ୍ କଥା କହିଛି ମମତା। ଆଦର୍ଶ ଯଦି ମୋ ନିଜ ରକ୍ତର ହୋଇଥାନ୍ତା ସେ କେବେ ବି ତା ମା ମନରେ ଦୁଃଖ ଦେଇନଥାନ୍ତା। ଆଜି ସମସ୍ତଙ୍କ ସାମ୍ନାରେ ସେ ପ୍ରୁଭ୍ କରିଦେଲା ରକ୍ତ ରକ୍ତର ହୋଇଥାଏ। ତାପରେ ଆଦର୍ଶ ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମାୟା କହିବେ, କ୍ଷୀରରେ ଧୋଇଲେ ଖଣ୍ଡରେ ମହିଲେ ନିବ କି ମଧୁର ହୋଇବ। ଯେତେ ପରକାରେ ବୁଝେଇ କହିଲେ ପର କି ଆପଣା ହୋଇବ। ମାୟାଙ୍କ ପାଖରୁ ଏମିତି କଥା ଶୁଣି ମମତା, ଆଦର୍ଶ, ପଲ୍ଲବୀ, ଆନନ୍ଦ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ମାୟା କହିବେ, ତୁ ଯେହେତୁ ମୋ ପୁଅ ନୁହଁ, ତୁ ମୋ କଥା କାହିଁକି ଶୁଣିବୁ? କାହିଁକି ମୋ କଥା ରଖିବୁ? ଆରେ ମୁଁ ହିଁ ସବୁଠୁ ବଡ଼ ମୂର୍ଖ ଥିଲି, ଯୋଉଥିପାଇଁ ମୁଁ ତୋତେ ମୋ ପୁଅ ବୋଲି ଭାବିଲି, ମୋର ସବୁ କିଛି ଭାବିଲି। ଅଣ୍ଡାରୁ ଛୁଆ ଫୁଟେଇ ଯେତେ ଯତ୍ନ କଲେ ବି କୋଇଲି ଛୁଆ କ'ଣ କାଉ ମାର ହୃଦୟ ବୁଝିପାରିବ? ଆଖି ଫିଟିଲା ମାତ୍ରେ ଫୁର କିନା ଉଡ଼ିଯିବ ସେ କୋଇଲି ମା ପାଖକୁ। ତାପରେ ଆନନ୍ଦ କହିବେ, ବହୁତ ବଡ଼ କଥା କହିଦେଲ ତମେ ମାୟା, ବହୁତ ବଡ଼ କଥା ଆଜି ତମେ କହିଦେଲ। ତାପରେ ମାୟା କହିବେ, ମୁଁ ଯାହା କହିଛି ଠିକ୍ କହିଛି ଆନନ୍ଦ, ଇଏ ମୋ ପୁଅ ନୁହେଁ। ତାପରେ ମାୟାଙ୍କ ପାଖରୁ ଏମିତି କଥା ଶୁଣି ଆଦର୍ଶ, ଆନନ୍ଦ, ମମତା, ପଲ୍ଲବୀ, ବିନୋଦ, ରିମଝିମ୍ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ମାୟା ଆଦର୍ଶ ପାଖକୁ ଆସି କହିବେ, ତୁ ମୋ ପୁଅ ନୁହେଁ, ଆଉ ତୁ ଯଦି ମୋ ପୁଅ ହେଇଥାନ୍ତୁ ମୋ ସହିତ କେବେ ବି ଏମିତି ବିହେଭ୍ କରିନଥାନ୍ତୁ, କେବେ ବି ନୁହେଁ। ତାପରେ ମାୟା ସେଠାରୁ ଚାଲି ଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ପଲ୍ଲବୀ ସେ ଏମ୍ଏଲ୍ଏ ଭୈରବ ଭରଦ୍ୱାଜକୁ ଛାଡ଼ିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ନିଶ୍ଚୟ ଜଣାନ୍ତୁ।